କ୍ରୋନିକ୍ ଆଉ ଆକ୍ୟୁଟ୍ର। ତାପରେ ଆମେ ଯିବା ରୋଗୀର କ'ଣ ଲକ୍ଷଣ ପ୍ରକାଶ ପାଇବ। ଯେଉଁଟା ଆପଣଙ୍କର ଶ୍ୱାସନଳୀଟା ଫୁଲିଗଲା ତାହେଲେ ତା'ର କ'ଣ ହେବ ନା ସେଠି ଆପଣଙ୍କ ଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ହେଇପାରିବ ନାହିଁ, ସେଠି ଗୋଟେ ପୁଜ ସୃଷ୍ଟି ହେବ। ତାପରେ ଆପଣ ଯେତେବେଳେ ଶ୍ୱାସ ନେବେ ସଁ ସଁ ହେବେ, ଠିକ୍ ଭାବରେ ବାୟୁ ଚଳାଚଳ ହେଇପାରିବ ନାହିଁ, ନିଶ୍ୱାସ ପ୍ରଶ୍ୱାସ ପ୍ରବାହରେ କମିଯିବ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରିବେ। ତା ସହିତ ସର୍ଦ୍ଦି ହେବ, ଗଳା ବିନ୍ଧିବ, ଗଳା ବ୍ୟଥା ହେବ, ଶାଢ଼ୀ ଚାରିପଟେ ଫୁଲିଯିବ। ତାପରେ କଫ ପଡ଼ିବ, ଶୁଖିଲା କାଶ ହେବ। ତାପରେ କାଶରେ ବେଳେବେଳେ ରକ୍ତ ପଡ଼ିବ। ପ୍ରଥମେ ପତଳା, ତାପରେ ବହଳିଆ ବା ଶାଗୁଆ ରଙ୍ଗର ଆପଣ ହଳଦିଆ କଲରର କଫ ପଡ଼ିବ। ପଞ୍ଜରା ହାଡ଼ ତଳେ କଷ୍ଟ ଅନୁଭୂତ କରିବେ। ଛାତିଟା ଆପଣଙ୍କର ଦରଜ ହେବ, ଜ୍ୱର ଲାଗି ରହିବ, ଦେହ ହାତରେ ଯନ୍ତ୍ରଣା ହେବା